हेलो पिलामने वेलकम टू पीओसीसी क्लासेस। आज यही भिडियो आम द नाइटेंगल एंड द रोज जो स्टोरी अच्छी तार समरी डिस्कसन करवा उभय ओडिया रे एवं इंग्लिश रे। तेणु पिलामने भिडियो को स्टार्टिंग रु एंडिंग पर्यंत बिना स्किप करके देख। प्रथमे ओडिया कहानी को आलोचना करवा तापर इंग्राजी कहानी को आलोचना करवा माने ओडियार भी समरी रहिबो इंग्लिश रो भी समरी रहिबो। तो चलो स्टार्ट करवा ओडिया समरी। नाइटेंगल एवं गोलाप ହେଉଛି ଏକ ପ୍ରସିଦ୍ଧ ଆଇରିଶ ଲେଖକ ଓସ୍କାର ୱାଇଲ୍ଡଙ୍କ ଦ୍ୱାରା 1888 ମସିହାରେ ରଚିତ ଏକ ଗଭୀର ଦାର୍ଶନିକ ଏବଂ ଦୁଃଖଦାୟକ କାହାଣୀ। ଏହି ଗଳ୍ପଟି କାଳ୍ପନିକ ରୋମାଣ୍ଟିକ୍ ଆଦର୍ଶବାଦ, ପରମ ଆତ୍ମବଳିଦାନ ଏବଂ ମାନବ ସମାଜର କଠୋର ଓ ବସ୍ତୁବାଦିତା ବାସ୍ତବତା ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଛନ୍ତି। ତେବେ ଏଠାରେ ଯଦି ଆମେ ଚରିତ୍ର ଗୁଡ଼ିକ କଥା ବିଷୟରେ ଆଲୋଚନା କରିବା ତେବେ ମୁଖ୍ୟ ଚରିତ୍ର ଗୁଡ଼ିକ ହେଉଛନ୍ତି ଛାତ୍ର, ନାଇଟିଙ୍ଗେଲ ପକ୍ଷୀ ଏବଂ ପ୍ରଫେସରଙ୍କ ଝିଅ। ଛାତ୍ର ଦ ଷ୍ଟୁଡେଣ୍ଟ ଜଣେ ଯୁବକ ଯିଏ ବହି, ଦର୍ଶନ ଏବଂ ପ୍ରେମର ତାତ୍ତ୍ୱିକ ଜ୍ଞାନରେ ବ୍ୟସ୍ତ କିନ୍ତୁ ପ୍ରକୃତ ଜୀବନରେ ଅତି ଅଗଭୀର ଓ ବାସ୍ତବବାଦୀ। ଏବଂ ନାଇଟିଙ୍ଗେଲ ପକ୍ଷୀ କିଏ? ଏଠାରେ ଏକ ପବିତ୍ର ପକ୍ଷୀ ଯିଏ ପ୍ରକୃତ ପ୍ରେମ, କଳାତ୍ମକ ଶୁଦ୍ଧତା ଏବଂ ନିଃସ୍ୱାର୍ଥପରତାର ପ୍ରତୀକ। ସେ ବିଶ୍ୱାସ କରେ ଯେ ପ୍ରେମ ହେଉଛି ସବୁଠାରୁ ଶ୍ରେଷ୍ଠ ମୂଲ୍ୟବୋଧ। ଏବଂ ତାପରେ ଆସିବା ଆମର ତୃତୀୟ ମୁଖ୍ୟ ଚରିତ୍ର ଯିଏ ହେଉଛନ୍ତି ସେ ପ୍ରଫେସରଙ୍କ ଝିଅ। ଛାତ୍ର ଜଣଙ୍କ ଯାହାଙ୍କ ପ୍ରେମରେ ପଡ଼ିଛନ୍ତି, ମାନେ ଯେଉଁ ଷ୍ଟୁଡେଣ୍ଟ, ସେ ଯେଉଁ ପୁଅ ଛାତ୍ରଟା ଯାହାର ପ୍ରେମରେ ପଡ଼ିଛନ୍ତି, ଯିଏ ଅହଙ୍କାର, ବାହ୍ୟ ସୌନ୍ଦର୍ଯ୍ୟ ଏବଂ ଧନ ସମ୍ପତ୍ତିର ପ୍ରତୀକ। ମାନେ ଏଇ ଝିଅଙ୍କ ପ୍ରେମରେ କିଏ ପଡ଼ିଛନ୍ତି? ଛାତ୍ର ଜଣକ ପଡ଼ିଛନ୍ତି। ଏବଂ କିନ୍ତୁ ପ୍ରଫେସରଙ୍କର ଝିଅଟା, ତାଙ୍କର ବାପା ପ୍ରଫେସର, ତେଣୁ ସେ କ'ଣ? ସେ ଅହଙ୍କାର ଏବଂ ବାହ୍ୟ ସୌନ୍ଦର୍ଯ୍ୟ, ଧନ ସମ୍ପତ୍ତିରେ ପରିପୂର୍ଣ୍ଣ। ତେବେ ଛାତ୍ରର ଦୁଃଖ କାହାଣୀ ଆମେ ଜାଣିବା ବର୍ତ୍ତମାନ। କାହାଣୀ ଆରମ୍ଭରେ ଜଣେ ଯୁବ ଛାତ୍ର ନିଜ ବଗିଚାରେ ବସି କାନ୍ଦୁଛି କାରଣ ପ୍ରଫେସରଙ୍କ ଝିଅ ତା ସହ ରାଜକୁମାରଙ୍କ ନୃତ୍ୟ ସଭାରେ ନାଚିବାକୁ ପ୍ରତିଶ୍ରୁତି ଦେଇଛି। କିନ୍ତୁ ସର୍ତ୍ତ ହେଉଛି ଛାତ୍ରକୁ ଏକ ନାଲି ଗୋଲାପ ଆଣିବାକୁ ହେବ। ରେଡ୍ ରୋଜ୍ ଷ୍ଟୁଡେଣ୍ଟକୁ ଆଣିବାକୁ ପଡ଼ିବ। କିନ୍ତୁ ତାର ସମଗ୍ର ବଗିଚାରେ କୌଣସି ନାଲି ଗୋଲାପ ନାହିଁ। ସେ ଦୁଃଖ ପ୍ରକାଶ କରୁଛି ଯେ ତାର ସମସ୍ତ ଦର୍ଶନ ଓ ପୁସ୍ତକ ଜ୍ଞାନ ତାକୁ ଏକ ଗୋଲାପ ଦେଇପାରୁନାହିଁ। ନାଇଟିଙ୍ଗେଲ ତ ବିଷୟରେ ବର୍ତ୍ତମାନ ଦେଖିବା। ପାଖରେ ଥିବା ଏକ ଓକ୍ ଗଛରେ ରହୁଥିବା ନାଇଟିଙ୍ଗେଲ ପକ୍ଷୀଟି ଛାତ୍ରର କାନ୍ଦଣା ଶୁଣି ଗଭୀର ଭାବରେ ପ୍ରଭାବିତ ହୁଏ। ବର୍ଷ ବର୍ଷ ଧରି ପ୍ରକୃତ ପ୍ରେମର ଗୀତ ଗାଉଥିବା ଏହି ପକ୍ଷୀଟି ଭାବେ ଯେ ସେ ଶେଷରେ ଜଣେ ପ୍ରକୃତ ପ୍ରେମୀଙ୍କୁ ପାଇଛି। ଏବଂ ପ୍ରଜାପତି ପରି ଅନ୍ୟ ଜୀବମାନେ ଛାତ୍ରର ଲୁହକୁ ଦେଖି ହସୁଥିବା ବେଳେ ନାଇଟିଙ୍ଗେଲ ତାର ଯନ୍ତ୍ରଣା ବୁଝିପାରେ ଏବଂ ତା ପାଇଁ ନାଲି ଗୋଲାପଟିଏ ଖୋଜିବାକୁ ସଂକଳ୍ପ କରେ। ସେ ବଗିଚାର ବିଭିନ୍ନ ଗୋଲାପ ଗଛ ପାଖକୁ ଉଡ଼ିଯାଏ। ପ୍ରଥମ ଗଛଟି ଧଳା ଗୋଲାପ ଏବଂ ଦ୍ୱିତୀୟ ଗଛଟି ହଳଦିଆ ଗୋଲାପ ଧାରଣ କରିଥାଏ। ଶେଷରେ ଛାତ୍ରର ଝରକା ତଳେ ଥିବା ଗୋଲାପ ଗଛକୁ ପାଇଲା। କିନ୍ତୁ ସେହି ଗଛଟି କହିଲା ଯେ ପ୍ରବଳ ଶୀତ ଯୋଗୁଁ ତାର ଶିରା ପ୍ରଶିରା ଜମାଟ ବାନ୍ଧି ଯାଇଛି ଏବଂ ଏହି ଋତୁରେ ସେ କୌଣସି ଗୋଲାପ ଫୁଲ ଫୁଟାଇ ପାରିବ ନାହିଁ। ଯେତେବେଳେ ନାଇଟିଙ୍ଗେଲ ଗୋଟିଏ ନାଲି ଗୋଲାପ ପାଇଁ ବ୍ୟାକୁଳ ହୋଇ ପ୍ରାର୍ଥନା କଲା, ଗଛଟି ଏକ ଭୟଙ୍କର ଉପାୟ ବତାଇଲା। ଏବଂ ସେହି ଭୟଙ୍କର ଉପାୟଟା କ'ଣ? ଚନ୍ଦ୍ର କିରଣରେ ନିଜ ସଙ୍ଗୀତ ମାଧ୍ୟମରେ ଗୋଲାପ ସୃଷ୍ଟି କରିବାକୁ ହେବ ଏବଂ ନିଜ ହୃଦୟର ରକ୍ତରେ ତାର ପାଖୁଡ଼ାକୁ ରଙ୍ଗିବାକୁ ହେବ। ତାକୁ ଏକ କଣ୍ଟା ଉପରେ ନିଜ ଛାତିକୁ ଚାପି ଧରି ସାରା ରାତି ଗୀତ ଗାଇବାକୁ ହେବ ଯେପର୍ଯ୍ୟନ୍ତ କଣ୍ଟାଟି ତାର ହୃଦୟକୁ ଭେଦ ନ କରିଛି। ମାନେ କିଏ କରୁଛି ଏ କାମଟା? ଏ କାମଟା ନାଇଟିଙ୍ଗେଲ ପକ୍ଷୀ କରିବ। ପ୍ରେମ ହେଉଛି ଜୀବନ ଓ ଦର୍ଶନ ଅପେକ୍ଷା ଶ୍ରେଷ୍ଠ। ଏହା ବିଶ୍ୱାସ କରି ନାଇଟିଙ୍ଗେଲ ଏହି ସର୍ବୋଚ୍ଚ ବଳିଦାନ ଦେବାକୁ ପ୍ରସ୍ତୁତ ହୁଏ। ରାତ୍ରିରେ ଚନ୍ଦ୍ର ଉଦୟ ହେବା ପରେ ସେ ନିଜ ଛାତିକୁ ସେହି ଗୋଲାପ ଗଛର ତୀକ୍ଷ୍ଣ କଣ୍ଟା ଉପରେ ଚାପି ଧରେ। ସେ ପ୍ରଥମେ ପ୍ରେମର ଆରମ୍ଭ, ପରେ ଗଭୀରତା ଏବଂ ଶେଷରେ ମୃତ୍ୟୁ ଦ୍ୱାରା ପବିତ୍ର ହେଉଥିବା ପ୍ରେମର ଗୀତ ଗାଏ। ସେ ଗୀତ ଗାଇବା ସହିତ ଗୋଲାପ ଫୁଲଟି ଫୁଟିବାକୁ ଲାଗେ। ପ୍ରଥମେ ଏହା କୁହୁଡ଼ି ପରି ଫିକା ଥାଏ, ପରେ ଗୋଲାପୀ ହୁଏ ଏବଂ ଶେଷରେ ଯେତେବେଳେ କଣ୍ଟାଟି ତାର ହୃଦୟକୁ ସ୍ପର୍ଶ କରେ ଏବଂ ତାର ଜୀବନର ରକ୍ତକୋଷ ମଧ୍ୟକୁ ପ୍ରବାହିତ ହୁଏ, ତାହା ଏକ ଚମତ୍କାର ଗଭୀର ନାଲି ରଙ୍ଗର ଗୋଲାପ ପରିଣତ ହୁଏ। ନାଇଟିଙ୍ଗେଲ ତାର ଶେଷ ଓ ସବୁଠାରୁ ସୁନ୍ଦର ଗୀତ ଗାଇ ଘାସ ଉପରେ ମୃତ୍ୟୁ ହୋଇ ପଡ଼ିଯାଏ। ମାନେ ଶ୍ରେଷ୍ଠ ବଳିଦାନ ସେଇଟା ଯେ ଗୋଲାପ ଫୁଲ ପାଇବା ପାଇଁ ନାଇଟିଙ୍ଗେଲ ପକ୍ଷୀ ନିଜର ଜୀବନକୁ ବାଜି ଲଗାଇ ଦେଉଛି କେବଳ ସାଧାରଣ ଗୋଲାପ ଫୁଲ ପାଇଁ ଏବଂ ସାମାନ୍ୟ ଅଜଣା ଛାତ୍ରଟିଏ ପାଇଁ।
ପରଦିନ ସକାଳେ ଛାତ୍ର ଜଣକ ଉଠି ନିଜ ଝରକା ବାହାରେ ଏହି ସୁନ୍ଦର ନାଲି ଗୋଲାପ ଦେଖିବାକୁ ପାଏ। ନିଜ ଭାଗ୍ୟକୁ ପ୍ରଶଂସା କରି ସେ ତାକୁ ତୋଳି ନିଏ ଏବଂ ପ୍ରଫେସରଙ୍କର ଘରକୁ ଦୌଡ଼ି ଯାଇ ଝିଅଟିକୁ ଉପହାର ଦିଏ। କିନ୍ତୁ ସେହି ଅହଙ୍କାରୀ ଝିଅଟି ଗୋଲାପକୁ ପ୍ରତ୍ୟାଖ୍ୟାନ କରେ ଏବଂ କହେ ଯେ ଏହା ତା'ର ପୋଷାକ ସହ ମେଳ ଖାଉନାହିଁ, ମାନେ ତା ଡ୍ରେସ୍ ସହିତ ମ୍ୟାଚିଂ କରୁନାହିଁ ବୋଲିକି ପ୍ରଫେସର ଝିଅଟି କହୁଛି। ଏବଂ ଜଣେ ମନ୍ତ୍ରୀଙ୍କ ପୁତୁରା ତାକୁ ପ୍ରକୃତ ଗହଣା ପଠାଇଛି ଯାହାର ମୂଲ୍ୟ ଏହି ଫୁଲଠାରୁ ଅନେକ ଅଧିକ। ମାନେ ପ୍ରଫେସରଙ୍କ ଝିଅ କ'ଣ କହୁଛି ଯେ ଗୋଟେ ମନ୍ତ୍ରୀଙ୍କର ପୁତୁରା ଅଛି ଯିଏକି ତାଙ୍କୁ ବହୁତ ସାରା ଜୁଏଲେରୀ ବହୁତ ସାରା ଗହଣା ପଠାଇଛି ଏବଂ ସେଇ ଗହଣା ଆଗରେ ସେଇ ସୁନା ଅଳଙ୍କାର ଆଗରେ ଏହି ଫୁଲଟି ଛାର ସାମାନ୍ୟ ଅଟେ। କ୍ରୋଧିତ ଏବଂ ମର୍ମାହତ ହୋଇ ଛାତ୍ର ଜଣକ ସେହି ମୂଲ୍ୟବାନ ଗୋଲାପକୁ ରାସ୍ତାକୁ ଫିଙ୍ଗି ଦିଏ, ଯେଉଁଠି ତାହା ନାଲରେ ପଡ଼େ ଏବଂ ଏକ ଶଗଡ଼ ଚକ ତଳେ ଚାପି ହୋଇ ନଷ୍ଟ ହୋଇଯାଏ। ସେ ନିରାଶ ହୋଇ ଭାବେ ଯେ ପ୍ରେମ ଏକ ଅବ୍ୟାବହାରିକ ଏବଂ ଅଦରକାରୀ ଜିନିଷ, ଯାହା ବିଜ୍ଞାନ ଓ ତର୍କଶାସ୍ତ୍ର ସହ ସମାନ ନୁହେଁ। ସେ ନିଜ ରୁମ୍କୁ ଫେରି ଏକ ପୁରୁଣା ଦର୍ଶନ ବହି ଖୋଲି ପଢ଼ିବାରେ ଲାଗେ ଏବଂ ପ୍ରେମର ଚିନ୍ତାକୁ ସମ୍ପୂର୍ଣ୍ଣ ଭାବରେ ପାସୋରି ଦିଏ। ପିଲାମାନେ, ଏଇଟା ଥିଲା ଆମର ସମରି, ଓଡ଼ିଆ ସମରି। ବର୍ତ୍ତମାନ ଆମେ ଇଂଲିଶ ସମରି ଆଲୋଚନା କରିବା। ଇଂଲିଶ ସମରି ଆଲୋଚନା କରିବା ପୂର୍ବରୁ ପିଲାମାନେ ତୁମକୁ ଗୋଟେ ମୁଁ ବହୁତ ବଢ଼ିଆ ଜିନିଷ ବିଷୟରେ କହିବି ଯେ ପଞ୍ଚସଖା ଅନଲାଇନ୍ କୋଚିଂ ସେଣ୍ଟର ସମ୍ବଲପୁର ଓନ୍ଲି ଫର୍ +2 ସେକେଣ୍ଡ ଇୟର ଆର୍ଟ୍ସ ଷ୍ଟୁଡେଣ୍ଟ। ତ ଆମ କୋଚିଂରେ ପିଲାମାନେ ଜଲ୍ଦି ଜଏନ୍ ହେଇଯାଅ, କାରଣ ତୁମର ଡେଲି ଏକ୍ଜାମ୍ ପ୍ରିପାରେସନ୍ ଲାଇଭ୍ କ୍ଲାସ୍ ହେଉଛି, ଟପରମାନଙ୍କର ନୋଟ୍ ମିଳୁଛି, PDF ମିଳୁଛି, 10 ବର୍ଷର PYQ ମିଳିବ, 4ଟି ସ୍ପେଶିଆଲ ଟିଚର ଅଛନ୍ତି, ମକ୍ ଟେଷ୍ଟ ପ୍ରାକ୍ଟିସ୍ ହେବ, ତୁମର ଡାଉଟ୍ ସେସନ୍ କ୍ଲାସ୍ ହେବ। ଓକେ, ତେଣୁ ଯେଉଁମାନେ ଆମ କୋଚିଂରେ ଜଏନ୍ ହେବା ପାଇଁ ଚାହୁଁଛ ସ୍କ୍ରିନ୍ରେ ଦିଆଯାଇଥିବା ନମ୍ବରକୁ ସମସ୍ତେ ମେସେଜ୍ କର ଏବଂ ଏଇଟା ପୁରା ସମ୍ପୂର୍ଣ୍ଣ ମାଗଣା, ମାନେ ସେକେଣ୍ଡ ଇୟର ଆମେ ତୁମକୁ ପୁରା ମାଗଣାରେ ପଢ଼ାଇବୁ। ଏବଂ ଏଇ ଯେଉଁ ଆମେ ଭିଡ଼ିଓ ବର୍ତ୍ତମାନ ଆଲୋଚନା କରୁଛୁ ଦ ନାଇଟିଙ୍ଗେଲ୍ ଆଣ୍ଡ ଦ ରୋଜ୍, ଏହାର PDF ପାଇବା ପାଇଁ ଦୟାକରି ଆମ ଏଇ କୋଚିଂରେ ଜଏନ୍ ହୁଅ ପିଲାମାନେ, ପୁରା ସମ୍ପୂର୍ଣ୍ଣ ମାଗଣାରେ ତୁମକୁ ଆମେ ପଢ଼ାଇବୁ। ଓକେ ପିଲାମାନେ, ସମସ୍ତେ ଟିକେ ଜଏନ୍ ହେଇଯାଅ ଏବଂ ସ୍କ୍ରିନ୍ରେ ଥିବା ନମ୍ବରରେ ସମସ୍ତେ କଣ୍ଟାକ୍ଟ କର। इंग्राजी समरी को वर्तमान स्टार्ट करिबा। द नाइटिंगेल एंड द रोज इज अ डीपली फिलोसॉफिकल एंड ट्रेजिक फेयरी टेल रिटन बाय सेलिब्रेटेड Irish author Oscar Wilde, published in 1888. The story explores the contrasting themes of romantic idealisms, ultimate self-sacrifice, and the harsh, cynical reality of human materialism. And the key characters are the student, the nightingale, and the professor's daughter. The student, a young man obsessed with book, philosophy, and the intellectual concept of love, yet thoroughly shallow and practical in reality. The Nightingale, a noble bard who represents the true romanticism's artistic purity and selflessness. She believes love is the greatest of all human values. And the professor's daughter, the most important character, the object of the student's infatuations, representing vanity, superficiality, and materialism. The students, the story starts from the student's sorrow. The story begins with a young student weeping in his garden because the professor's daughter promised to dance with him at the upcoming princess ball, but only only on the condition that he brings her a red rose. However, there are no red roses in the entire garden, leading him to despair that his life is ruined despite all his knowledge of philosophy and literature. Overhearing his cries, a nightingale living in a nearby oak tree is deeply moved. Having sung of true love for years without ever seeing it, she believes she has finally found a true lover. While ordinary creatures like the lizard and butterfly mock the student's tears, the nightingale understands his pain and reveals to find him a red rose. She flies to various rose trees in the garden. The first tree bears white roses, and the second bears yellow roses. Finally, she finds a rose tree growing beneath the student's window. However, this tree informs her that the harsh winter has frozen its berries and it cannot produce any roses this season. When the nightingale desperately begs for a way to get just one red rose, the tree reveals a horrifying method. What? A horrifying method. She must build the rose out of her own song by moonlight and stain its petals with her own heart's blood.
She must freeze her breast against the thorn and sing all night long until the thorn pierces her heart. Believing that love is wiser than philosophy and dearer than life itself, the nightingale chooses to make the sacrifice. At night, as the moon rises, she presses her breast against the sharp thorn of the rose tree. She sings of the birth of love in the soul of a baby and a girl, the worth of a patience, and finally the love that is perfected by death. As she sings, the rose begins to bloom. It starts pale like the mist, then turns pink, and finally, as the thorn pierces her heart and her lifeblood flows into the tree, it becomes a magnificent crimson red, the crimson rose. The nightingale sings her final, most beautiful song and falls dead into the long grass. The next morning, the students wakes up and discovers the beautiful red rose outside his window. Amazed by his luck, he plucks it and rushes to the professor's house to offer it to the girl. However, the superficial girl rejects the rose, stating that it will not match her dress and that Chamberlain's nephew has sent her real jewels, which cost far more than a mere flower. Angered and disillusioned, the student throws the precious rose into the street where it falls into the gutter and is run over by a cartwheel. He cynically concludes that love is an unpractical, useless thing that cannot compare to logic and science. He returns to his room, opens a dusty book of metaphysics, and completely abandons the idea of love. ଓକେ ପିଲାମାନେ, ତ ଏଇଟା ଥିଲା ତୁମର ଇଂଲିଶର ସମରି। ଦେଖ ପିଲାମାନେ, ମୁଁ ବାରମ୍ବାର କହୁଛି ଯେ ଆମକୁ MCQ ଏବଂ 2 ମାର୍କ କ୍ୱେଶ୍ଚନ୍ ପାଇଁ ନିଶ୍ଚିତ ଭାବରେ ପୁରା ପ୍ରତ୍ୟେକ ଚାପ୍ଟରର ଡିଟେଲ୍ ଆନାଲିସିସ୍ କରିବା ପାଇଁ ପଡ଼ିବ। ଯେତେବେଳେ ମୁଁ ତୁମକୁ ଓଡ଼ିଆ ଏବଂ ଇଂଲିଶ ଉଭୟ ଲାଙ୍ଗୁଏଜର ସମରି କହୁଛି, ତାର ମାନେ ହେଲା ଯେ ମୁଁ ତୁମକୁ MCQ ତଥା 2 ମାର୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟଲି 2 ମାର୍କ କ୍ୱେଶ୍ଚନ୍ ପାଇଁ ରେଡ଼ି କରୁଛି। ଯଦି ଯେକୌଣସି ଜାଗାରୁ ବି କ୍ୱେଶ୍ଚନ୍ ଆସୁଛି, ତେବେ ତୁମେ 2 ମାର୍କ କ୍ୱେଶ୍ଚନ୍କୁ ସଲ୍ଭ କରିପାରିବ। ତେବେ ତୁମ କାମ କ'ଣ, ଭିଡ଼ିଓକୁ ଷ୍ଟାର୍ଟିଂରୁ ଏଣ୍ଡିଂ ପର୍ଯ୍ୟନ୍ତ ଦେଖିଲ। ତାପରେ କ'ଣ କରିବ, ଷ୍ଟୋରିକୁ ଯାହା ବି ବୁଝିଲ ନିଜର ମନରୁ ଲେଖିବା ପାଇଁ ଚେଷ୍ଟା କରିବ। ପ୍ରଥମେ ଏଇ ଇଂଲିଶ ଷ୍ଟୋରି ଯାହାକୁ ପଢ଼ିଛି ତାକୁ ଲେଖିଦେବ, ତାପରେ ନିଜର ମନରୁ ଲେଖିବା ପାଇଁ ଚେଷ୍ଟା କରିବ। ଯାହାଦ୍ୱାରା କ'ଣ ହେବ ପିଲାମାନେ, ତୁମର ରାଇଟିଂ ସ୍କିଲ୍ ବଢ଼ିବ, 2 ମାର୍କ ପାଇଁ ତୁମେ ପ୍ରିପେୟାର ହୋଇପାରିବ। ମାନେ ଯେଉଁ ସମରି କହୁଛି ମୁଁ ତୁମକୁ ପାଠ ବି ପଢ଼ି ଦେଉଛି ପ୍ଲସ୍ ତୁମର 2 ମାର୍କସ୍ ପାଇଁ ପ୍ରିପାରେସନ୍ କରୁଛି ପିଲାମାନେ। ଆଶା କରେ ସବୁ ପିଲାମାନେ ବୁଝିପାରିଥିବ। ଏବଂ ଏବଂ ଆମ ଏଇ କୋଚିଂ ସେଣ୍ଟରରେ ଜଏନ୍ ହେବା ପାଇଁ ଭୁଲିବନି ରେ ପିଲାମାନେ। ପୁରା ସମ୍ପୂର୍ଣ୍ଣ ମାଗଣା, ତୁମକୁ ପୁରା +2 ସେକେଣ୍ଡ ଇୟର ବୋର୍ଡ଼ ଏକ୍ଜାମ୍ ପର୍ଯ୍ୟନ୍ତ ସବୁ ମାଗଣାରେ ପଢ଼ାଯିବ। ତୁମଠାରୁ ଟଙ୍କାଟିଏ ଫିସ୍ ବି ଆଦାୟ କରାଯିବ ନାହିଁ ରେ ପିଲାମାନେ। ତେଣୁ ଜଲ୍ଦି ଜଲ୍ଦି ସ୍କ୍ରିନ୍ରେ ଦିଆଯାଇଥିବା ନମ୍ବରକୁ 9827406132 ନମ୍ବରକୁ କଣ୍ଟାକ୍ଟ କର ଏବଂ ଆମ POCC ସହିତ ଯୋଡ଼ି ହେଇକି ରୁହ। ଲାଷ୍ଟ ଇୟର 2026 ଟପର ସୋନାଲିକା ପଟେଲ 552 ମାର୍କ 92.55%, ଯିଏକି ନୂଆପଡ଼ା ଡିଷ୍ଟ୍ରିକ୍ଟର ଟପର ଏବଂ ସେଇ ଛୁଆଟା ମୋ କୋଚିଂରେ କେବଳ ପଢ଼ୁଥିଲା। ତେଣୁ ପିଲାମାନେ ତୁମେ ମଧ୍ୟ ଜଏନ୍ ହୁଅ। ଦେଖ, ଆମ କୋଚିଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ POCC ରହିଛି। ଓକେ, ଆମ ପଞ୍ଚସଖା ଅନଲାଇନ୍ କୋଚିଂ ସେଣ୍ଟର ସମ୍ବଲପୁର ଏବେ ଆଉ ସମ୍ବଲପୁରରେ ହୋଇକି ରହିନାହିଁ, ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ, ମାନେ 30ଟି ଜିଲ୍ଲାରେ ପ୍ରତ୍ୟେକ କୋଣ ଅନୁକୋଣରେ ଆମ ଛାତ୍ରଛାତ୍ରୀମାନେ ହେଇଗଲେଣି। ତେଣୁ ପିଲାମାନେ ତୁମେ ମଧ୍ୟ ଆମ କୋଚିଂ ସହିତ ଯୋଡ଼ି ହେଇକି ରୁହ। ଅନୁଭବୀ ଶିକ୍ଷକମାନେ ଅଛନ୍ତି, ଲାଇଭ୍ କ୍ଲାସ୍ କରିବେ, ପରୀକ୍ଷା ପଦ୍ଧତି ମ୍ୟାଟେରିଆଲ୍ ଦେବେ ଏବଂ ତୁମର ଏକ୍ଜାମ୍ ବହୁତ ଭଲ ହେବ। ଏକ୍ଜାମ୍ର ସବୁକିଛି ଦାୟିତ୍ୱ ଆମର। ତେଣୁ ପିଲାମାନେ ତୁମେ ନିଶ୍ଚିତ ଭାବରେ ଆମ କୋଚିଂ ସହିତ ଯୋଡ଼ି ହେଇକି ରହିବ। ଏଠାରେ ତୁମକୁ କୌଣସି ଟଙ୍କାଟିଏ ବି ମଗାଯିବ ନାହିଁ, ପୁରା ସମ୍ପୂର୍ଣ୍ଣ ମାଗଣାରେ ତୁମମାନଙ୍କୁ ପଢ଼ାଇବା ପାଇଁ କୁହାଯିବ। ତେଣୁ ଆମ ଏଇ ଭଲ ସୁବିଧାକୁ, ଏମିତି ବଡ଼ ସୁଯୋଗକୁ ତୁମେ ହାତଛଣା କର ନାହିଁ। ଆମ POCC କ୍ଲାସେସ୍ ସହିତ ଯୋଡ଼ି ହେଇକି ରୁହ। ଓକେ ପିଲାମାନେ, ଏବଂ ଆହୁରି ସବୁଠୁ ଇମ୍ପୋର୍ଟାଣ୍ଟ କଥା ଯେ ଆମ POCCର ଯେଉଁ 4 ଗୋଟି ଟିଚର୍ସ ଅଛନ୍ତି, ସେହି ଟିଚର୍ମାନେ ଏକ୍ସପେରିଏନ୍ସ ଟିଚର୍ ଗୁଡ଼ିକ ହେଲା। ଏଇ କୋଚିଂ ଆମେ ଏବେ ଆରମ୍ଭ କରିନୁ ପିଲାମାନେ, ଗତ 4-5 ବର୍ଷ ହୋଇଗଲାଣି ଆରମ୍ଭ କଲୁଣି। ଆମେ ଟପରମାନେ ଦେଲୁଣୁ। ଏ ବର୍ଷର ରିଜଲ୍ଟ ତୁମେ ଦେଖିବ, ତେବେ ଆମର 5 ଜଣ ପ୍ଲସ୍ ପିଲା 90% ପ୍ଲସ୍ ମାର୍କ ଆଣିଛନ୍ତି, 50 ଜଣ ପିଲା 480 ମାର୍କ ଆଣିଛନ୍ତି ଏବଂ ପ୍ରତ୍ୟେକ ଆମ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳର ଯେଉଁ ଯେଉଁ କଲେଜ ଅଛି, ଡିଗ୍ରୀ କଲେଜ ମାନେ ଅଛନ୍ତି, ସେଇ ଡିଗ୍ରୀ କଲେଜର ଷ୍ଟୁଡେଣ୍ଟମାନେ ଟପର ଆମ ପଞ୍ଚସଖା ଅନଲାଇନ୍ କୋଚିଂର ହିଁ। ତେଣୁ ନିଶ୍ଚିତ ଭାବରେ ଏଇ ନମ୍ବରକୁ କଣ୍ଟାକ୍ଟ କର, ତୁମର ନିଶ୍ଚିତ ଭାବରେ ହେଲ୍ପ ହେବ ଏବଂ ତୁମ ପାଇଁ ଗୋଟେ ବେଷ୍ଟ ପ୍ଲାଟଫର୍ମ ହେବ POCC କ୍ଲାସେସ୍। ତେଣୁ ଜଏନ୍ ହେବାଟା ବିଲକୁଲରେ ବି ଭୁଲିବ ନାହିଁ। କେଉଁ ସବଜେକ୍ଟ, MIL, ଓଡ଼ିଆ, ହିଷ୍ଟ୍ରି, ପଲିଟିକାଲ ସାଇନ୍ସ, ଏଜୁକେସନ୍, ଓଡ଼ିଆ ଅପସନାଲ, ଇକୋନୋମିକ୍ସ, ହୋମ୍ ସାଇନ୍ସ ଆଣ୍ଡ ଅଲ୍। ଥ୍ୟାଙ୍କ ୟୁ ପିଲାମାନେ, ରହୁଛି। ଜୟ ମା ସମଲେଇ।